ଜଣେ ପରିଶ୍ରମୀ ଯୁବକ ରହୁଥିଲା। ତାର ସ୍ୱପ୍ନ ଥିଲା ବଡ଼ ଅଫିସର ହେବା। କିନ୍ତୁ ତାଙ୍କ ପରିବାର ଆର୍ଥିକ ଭାବେ ବହୁତ ଦୁର୍ବଳ ଥିଲା। ବାପା ଜଣେ ଚାଷୀ ଓ ମା ଘର କାମ କରୁଥିଲେ। ସେହି ଗ୍ରାମରେ ପ୍ରିୟା ନାମ ଜଣେ ଝିଅ ରହୁଥିଲା। ସେ ପଢ଼ାଶୁଣାରେ ଖୁବ୍ ଭଲ ଥିଲା ଓ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲା। କଲେଜରେ ପଢ଼ୁଥିବା ବେଳେ ରାହୁଲ ଓ ପ୍ରିୟାଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ହେଲା। ସମୟ ସହିତ ସେହି ବନ୍ଧୁତ୍ୱ ଗଭୀର ବିଶ୍ୱାସ ଓ ସମ୍ମାନ ସମ୍ପର୍କରେ ପରିଣତ ହେଲା। ଗୋଟିଏ ଦିନ ରାହୁଲ କହିଲା, ପ୍ରିୟା, ମୁଁ ତୁମକୁ କୌଣସି ବଡ଼ ଉପହାର ଦେଇପାରିବି ନାହିଁ, କିନ୍ତୁ ମୁଁ ମୋ ସ୍ୱପ୍ନ ପୂରଣ କରିବାକୁ ସବୁକିଛି କରିବି। ପ୍ରିୟା ହସି କହିଲା, ମୋତେ ଉପହାର ଦରକାର ନାହିଁ। ତୁମ ପରିଶ୍ରମ ଓ ସତ୍ୟନିଷ୍ଠା ହିଁ। ସେହି କଥା ରାହୁଲ ମନରେ ନୂଆ ଉତ୍ସାହ ଭରିଦେଲା। ସେହିଦିନ ରାତି ପଡ଼ିବା ଆରମ୍ଭ କଲା। ଅନେକ ବିଫଳତା ଆସିଲା, କିନ୍ତୁ ସେ କେବେ ହାର ମାନିଲା ନାହିଁ। ପ୍ରିୟା ସବୁବେଳେ ତାକୁ କହୁଥିଲା, ବିଫଳତା ଶେଷ ନୁହେଁ, ସଫଳତା ପ୍ରଥମ ପାହାଚ। କିଛି ବର୍ଷ ପରେ ରାହୁଲ ସରକାରୀ ଚାକିରିରେ ସଫଳ ହେଲା। ସେ ତାଙ୍କ ବାପା ମାଙ୍କ ସ୍ୱପ୍ନ ପୂରଣ କଲା ଏବଂ ପ୍ରିୟାକୁ କହିଲା, ଆଜି ମୋ ସଫଳତାରେ ତୁମର ବିଶ୍ୱାସର ସବୁଠାରୁ ବଡ଼ ଅବଦାନ ଅଛି। ପ୍ରିୟା ହସି କହିଲା, ସତେ? ପ୍ରେମ କେବଳ ସାଥୀ ହୋଇ ରହିବା ନୁହେଁ, ପରସ୍ପରକୁ ଭଲ ମଣିଷ ଓ ସଫଳ ହେବା ପ୍ରେରଣା ଦେବା ଶିକ୍ଷା। ସତ ପ୍ରେମ କେବେ ବି ସ୍ୱପ୍ନକୁ ଅଟକାଏ ନାହିଁ, ବରଂ ପରସ୍ପରକୁ ଆଗକୁ ବଢ଼ିବା ପାଇଁ ସାହସ, ବିଶ୍ୱାସ ଓ ପ୍ରେରଣା ଦେଇଥାଏ। ନମସ୍କାର। ଜୟ ଜଗନ୍ନାଥ।